तो भाई ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀ ସେମାନେ ଦୁଇ ଜଣ ଓଡିଆର ଲଭ୍ ବାର୍ଡ ବୋଲି କହନ୍ତି। ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା କଳାକାର। ଭାଇ ସେମାନଙ୍କୁ ନେଇକି ବହୁତ ଚର୍ଚ୍ଚା ରହନ୍ତି, ମାନେ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚାର ବିଷୟ ପାଲଟନ୍ତି। କେମିତି ଦୁଇ ଜଣ ଅଲଗା ଅଲଗା ହେଇଛି, କେମିତି ଦୁଇ ଜଣ ଡିଭୋର୍ସ ହେଇଛି, ଆଉ ଜାଗୃତିଙ୍କ ସହିତ ସମ୍ପର୍କ କଣ, ଏସବୁ ବିଷୟରେ ବହୁତ ଲୋକ ଅଜଣା ଅଛନ୍ତି। ଭାଇ ଆଜି ମୁଁ ଏଇ ଭିଡିଓରେ ସମ୍ପୂର୍ଣ୍ଣ କହିବି ଯେ ସେମାନେ କେମିତି ଅଲଗା ହେଲେ ଆଉ କାହିଁକି ହେଲେ, କାହା ଲାଗି ହେଲେ, ଏସବୁ ବିଷୟରେ ମୁଁ ଆଜି କଥା ହେବି। ସେଥିପାଇଁ ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିବେ। ଭିଡିଓଟି ବହୁତ ପୁରୁଣା ହେଇପାରେ, ପୁରୁଣା ଟପିକ ହେଇପାରେ, ହେଲେ ଭିଡିଓଟି ବହୁତ ଗୁରୁତ୍ୱ ହବ। କାହିଁକିନା ଏଥିରେ ଏମିତି ଏମିତି ଲୋକ ଅଛନ୍ତି ଯେ କି ସେମାନଙ୍କୁ ଏମିତି ଭାବରେ ଭିଡିଓ ବନେଇକି ଇନଷ୍ଟଲ କରୁଛନ୍ତି ଯେ ଆପଣ ଦେଖିଲେ କି ଶୁଣିଲେ ଆପଣଙ୍କୁ ବି ରାଗ ହବ। ତ ଚାଲନ୍ତୁ ଆଜିର ଭିଡିଓ ବିନା ଡେରିରେ ସିଧା ମୁଦ୍ଦା ପହଞ୍ଚିବା। କଣ ପାଇଁ ମୁଁ ଏଇ ଭିଡିଓଟି ବନେଇଛି? ଭିଡିଓ ମୁଦ୍ଦା ହଉଛି ବର୍ଷା କୁଆଡେ ମା ହେବାକୁ ଯାଉଛି। ଭାଇ କଣ କହିବି ଆଜ୍ଞା, ଏମିତି ଏମିତି ଭିଡିଓ ଅଛି ବର୍ଷାକୁ ବାହା କରିଦେଉଛନ୍ତି। ବାହା ହଉନି ହେଲେ ବାହା କରେଇ ଦଉଛନ୍ତି ଖାଲି କହିକି। ଆପଣଙ୍କୁ ଲାଗିବ କି ମୁଁ କଣ କହୁଛି, ଭାଇ ସିରିୟସଲି କହୁଛି। ଗୋଟେ ଭିଡିଓ ଦେଖି ନିଅନ୍ତୁ କଣ କହୁଛନ୍ତି, ତାପରେ ମୁଁ ଆଗକୁ ବଢିବି। ଗୋଟେ ବହୁତ ବଡ ଖବର ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଚର୍ଚ୍ଚା ହେଉଛି। ଏବେ ମା ହେବା ପାଇଁ ଯାଉଛନ୍ତି ଅଲିଉଡର ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ମା ହେବାର ଏବେ ତାଙ୍କର ଦାୟୀ କିଏ? ଏବେ ବର୍ଷାଙ୍କ ପେଟରେ ବଢୁଥିବା ପିଲାର ଏବେ ବାପା କିଏ ହେବ? ଅନୁଭବ ମହାନ୍ତି ନା ଆଉ କିଏ? ଏ ସମ୍ପର୍କରେ ଏବେ ବହୁତ ସାରା ଚର୍ଚ୍ଚା ହେଉଛି। ତେବେ ପୂର୍ବରୁ ତ ଦେଖୁଛନ୍ତି, ଇଏ ହଉଛି କଣ କହିବି, ଭିଡିଓକୁ ଦେଖିଲେ ମତେ ହସ ଲାଗିଲା ଯେ କି ବର୍ଷାର ବାହା ହେଇନି ଅଥଚ ତାଙ୍କର ପ୍ରେଗନେନ୍ସି କଥା ଖବରରେ ଚର୍ଚ୍ଚାରେ ପଳେଇ ଆସିଲାଣି ଯେ ବର୍ଷାଙ୍କ ପେଟରେ କାହାର ଛୁଆ ଅଛି। ଭାଇ କେତେ ସିରିୟସଲି ଭିଡିଓ ଦେଖୁଛ? ବର୍ଷା ଶୁଣିଲେ ଭାବିବେ କଣ, ଅନୁଭବ ଶୁଣିଲେ ଭାବିବେ କଣ, ବର୍ଷାଙ୍କ ପେଟରେ କାହାର ଛୁଆ ହେଇଥିବ? ଆପଣ ମାନେ ବି ଡାଉଟ ଥିବେ ଏଇ ଭିଡିଓ ଦେଖିଲା ମାନେ ଯେ କି ବର୍ଷାଙ୍କ ପେଟରେ ଛୁଆ କାହାର। କାଳେ ସେଇ ୱାଇଟ୍ ଫିଲ୍ମର ହିରୋର ତ ନୁହଁ, କାଳେ ଅନୁଭବଙ୍କ ତ ନୁହଁ, ଏମିତି ବି ଡାଉଟ ହଉଥିବ ନା ଆଉ କାହାର। ଭାଇ ଆଜିକାଲି ତ କମନ ହେଇସାରିଛି ଯେ ୟା ପେଟରେ ତା ଛୁଆ, ତା ପେଟରେ ୟା ଛୁଆ। ଆଜିକାଲି ତ କମନ ହେଇସାରିଛି, କିନ୍ତୁ ଏମିତି କମନ, ଏମିତି କରି କଣ୍ଟେଣ୍ଟ ଲେଖା ହଉଛି ଯେ ଲାଗିବ କି ସତରେ ବର୍ଷାଙ୍କର ବାହା ହେଇସାରିଛି, ସତରେ ବର୍ଷାଙ୍କ ସହିତ ପୁଣି ଅନୁଭବଙ୍କର ପେଚପ ହେଇଯାଇଛି, ସତରେ ବର୍ଷାଙ୍କର ପୁଣି ଛୁଆ ହେଇଯାଇଛି। ଏମିତି କରି କଣ୍ଟେଣ୍ଟ ଲେଖାଯାଏ। ତ ଆପଣଙ୍କୁ କଣ ଲାଗୁଛି ଏ ଭିଡିଓ ଦେଖିଲା ମାନେ? ଆପଣଙ୍କୁ ଲାଗୁଥିବ ଯେ ସିଓର ବର୍ଷାଙ୍କର ପେଟରେ ଛୁଆ ପାଳୁଥିବ ବୋଧେ, ଅନୁଭବଙ୍କର ହଉ କି ଆଉ କାହାର। ଭାଇ ଇଣ୍ଡଷ୍ଟ୍ରି ତ ଅନୁଭବଙ୍କ ବାପାଙ୍କର ନୁହଁ କି ବର୍ଷାଙ୍କର ବାପାଙ୍କର ନୁହଁ, ମନରେ ଯାହା ଆସିଛି ସେୟା ହିଁ କରୁଛନ୍ତି ସେମାନେ। ଏଇ ଦେଖୁନ ଯେମିତି କି ସେମାନଙ୍କର ଦୁଇ ଜଣଙ୍କର ଯୋଉ ପାରିବାରିକ ସମସ୍ୟା, এই ପାରିବାରିକ ସମସ୍ୟା ପାଇଁ ଅନୁଭବ ମହାନ୍ତି ଓ ବର୍ଷା ବହୁତ କଣ୍ଟ୍ରୋଭର୍ସିରେ ରହିକି ଆଇଛନ୍ତି। ଛାଡ଼ପତ୍ର ନହେଲା ଯାଏ ଭିଡିଓ ସବୁ ଟ୍ରେଣ୍ଡିଂରେ ଚାଲୁଥିଲା। ଏବେ ପୁଣି ଆଉ ଗୋଟେ ଟପିକ ନେଇକି ଆସିଲା, କଣ ନା ବର୍ଷାଙ୍କ ପେଟରେ କାହାର ଛୁଆ। ହଁ ଭାଇ ମତେ କହୁନ କାହାର ଛୁଆ? ବର୍ଷାଙ୍କ ପେଟରେ କାହାର ଛୁଆ ହେଇପାରେ? ଏମିତି ଭିଡିଓ ବନଉଛ ଭାଇ, କଣ କହିବେ ଆଜ୍ଞା? ଆପଣଙ୍କ ଘରେ ବି ତ ଭାଇ ଭଉଣୀ ଥିବ, ଭଉଣୀ ଥିବ ନା? ସେ ବି ନାହିଁ। ହଁ ମାନୁଛି ବର୍ଷା ସେଲିବ୍ରିଟି, ତାଙ୍କୁ ନେଇକି ଭିଡିଓ ବନାଅ, କିନ୍ତୁ ସେ ଏମିତି ଟପିକ ବନାଓନି ଯେ କି ତାଙ୍କ ହୃଦୟରେ କିଛି ଖରାପ ଇଫେକ୍ଟ ପଡେ କି ଖରାପ ଲାଗେ। ଏମିତି ଭିଡିଓ ବନାଓନି। ମୁଁ ବି ବହୁତ ଭିଡିଓ ବନାଉଥିଲି ଏମାନଙ୍କ ଦୁଇ ଜଣଙ୍କୁ ନେଇକି, ଅନୁଭବ ବର୍ଷାଙ୍କୁ ନେଇକି। ମୋ ଭିଡିଓ ମୋ ଚ୍ୟାନେଲରେ ଦେଖିବ ପୁଳାଏ ଭିଡିଓ ଅଛି। ଟୋଟାଲି କହିବି, ମୁଁ ଛାତି ଠକି କହୁଛି, ଟୋଟାଲି ଫେକ୍ ନ୍ୟୁଜ। ଆଜିକାଲି ଲୋକମାନେ ଟପିକ ଏମିତି ଦରକାର ଯେ କି ଇଣ୍ଟରେଷ୍ଟିଂ ହବା ଦରକାର। ତାଙ୍କ ନାଁରେ କିଛି ଖରାପ କହିଦିଅ, ସେମାନେ ସେ ଭିଡିଓକୁ ପ୍ରୋତ୍ସାହନ ଦେବେ, ଦେଖିବେ, ଲାଇକ୍ ସେୟାର ସବସ୍କ୍ରାଇବ ସବୁ ବଢେଇ ଦେବେ। ବର୍ଷାଙ୍କ ନାମରେ କିଛି କୁହ, ଦେଖିବ ଗାଳି ଦେବା ପାଇଁ ପୁଳାଏ ଲୋକ ଆସିବେ, ଆଉ କିଛି ଲୋକ ଆସିବେ ଭଲ କହିବେ। ଅନୁଭବଙ୍କ ନାଁରେ କୁହ, ସେମିତି ସେମ ଜିନିଷ ବାରମ୍ବାର ପୋଷ୍ଟ କରି ତଥାପି ଦେଖ ଗୋଟେ ଜିନିଷ ଦେଖିପାରିବେ କି ନା, ଲୋକମାନେ ବହୁତ ଦେଖୁଛନ୍ତି, ବହୁତ ତାକୁ ଆଗକୁ ବଢୁଛନ୍ତି। ଭଲ ଭିଡିଓ କେউ ଦେଖୁନାହାନ୍ତି, ଭଲ କୁହ ଅନୁଭବକୁ, ଦେଖିବ କିଛି ଲୋକ ଆସି ଅନୁଭବଙ୍କ ପଛରେ ମାନେ ଆମ ପଛରେ ଗାଳି ଗୁଲାଜ କରିବେ। ମୋ ଚ୍ୟାନେଲରେ ଯାଇକି ଦେଖିପାରିବେ ଆପଣ ମାନେ, ପୁଳାଏ ରହିଛି ଏମାନଙ୍କ ଦୁଇ ଜଣଙ୍କୁ ନେଇକି ଭିଡିଓ, ଆଉ ସବୁ ଭିଡିଓ ଭାଇରାଲ ଯାଇଛି। ମୁଁ ଯଦି କହିଥାଏ ନା, ଯାଇକି ଦେଖିଦେବି। ତ ସେଥିପାଇଁ ଆଜିକାଲି ଟିକେ ଭ୍ୟୁଜ ପାଇବା ପାଇଁ, ଟିକେ ପଇସା ପାଇଁ ବହୁତ ତଳକୁ ପଇସାଛନ୍ତି ଲୋକମାନେ। ତ ଭାଇ ମୁଁ ଦୟାକରି ଏମାନଙ୍କୁ କହୁଛି, ମୁଁ ବି ତ ନିଜେ ସୁଧାରି ଯାଇଛି, ଆଉ ଆପଣ ବି ସୁଧାରି ଯାଅ। କାହାକୁ ନେଇକି ଇନସଲ୍ଟ କରି ପଇସା କମେଇବା କିଛି ମଜା ନୁହଁ। ହଁ ରୋଷ୍ଟିଂ ତ ଠିକ ଅଛି, କାହିଁକିନା ସେମାନେ ସେମିତି କାମ କରୁଛନ୍ତି ଯାହା ଫଳରେ ଆମେ ରୋଷ୍ଟ କରୁଛୁ, ହେଲା। ଆଉ ଏମିତି କିଛି ମୁଡରେ ଆମେ କରୁନୁ, କିଛି ଖରାପ ଚିନ୍ତାଧାରା ନେଇକି ଆମେ କରୁନୁ। ସେମାନେ ଯୋଉଭଳି କାମ କରୁଛନ୍ତି ଯାହା ଫଳରେ ଲୋକମାନେ ତାଙ୍କୁ ଘୃଣା କରୁଛନ୍ତି, ଆମେ ଦେଖୁଛୁ। ସେଥିପାଇଁ ଆମେ ତାଙ୍କ ବିଷୟରେ ଗୋଟେ ଭିଡିଓ ବନେଇ ଦଉଛୁ, ବାକି ଆଉ କିଛି ନୁହଁ। ତ ଚାଲନ୍ତୁ ଅନୁଭବ ମହାନ୍ତିଙ୍କ ବର୍ଷାଙ୍କ ବିଷୟରେ ଟିକେ କଥା ହେଇଯିବା। ଅନୁଭବ ମହାନ୍ତି ଯୋଉ ହଉଛି ଓଲିଉଡ ସୁପରଷ୍ଟାର, ଆପଣ ମାନେ ଭଲ ଜାଣିଛନ୍ତି। ତାକୁ ଦବଙ୍ଗ ଷ୍ଟାର, ଭାଇଜାନ ଏମିତି ସବୁ କହନ୍ତି।
ଆଉ ବର୍ଷାକୁ କଣ ଓଲିଉଡ କୁଇନ, ଆମ ଓଲିଉଡ କୁଇନ କିଏ ନା ବର୍ଷା। ଏମାନେ ଦୁଇ ଜଣ ତ ବହୁତ ସାରା ଫିଲ୍ମରେ ଏକାଠି କାମ କରିଛନ୍ତି, ବହୁତ ରୋମାନ୍ସ ବି କରିଛନ୍ତି, ଆପଣମାନେ ଦେଖିଛନ୍ତି। ମୁଁ ବି ଦେଖିଛି ଏମାନେ ଦୁଇ ଜଣ ବହୁତ ରୋମାନ୍ସ କରିଛି, ବହୁତ ଫିଲ୍ମରେ ଦେଖାଯାଇଛି ଏକାଠି କାମ କରିବାକୁ। ବାସ୍ ସେମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହୁ ରହୁ ଦୁଇ ଜଣ ଏମିତି ନିବିଡ଼ ହେଇଯାଇଛନ୍ତି ଭଲ ପାଇବାରେ ଯେ କି ସେମାନେ 2014 ମସିହାରେ ଲୋକ ସେମାନେ ବାହା ହେଇଥିଲେ। ତାପରେ ଏମିତି ବାହାଘର ଜୀବନ ଯେମିତି କଟିବା କଥା କଟୁଥିଲା। ଅନୁଭବ ହେଉଥିଲା କୋଉଠି ନା ହନିମୁନ ଯାଇଥିଲେ, ବାହା ହେଇ ହନିମୁନ ଯାଆନ୍ତି, ସ୍ୱାଭାବିକ କଥା, ସେଲିବ୍ରିଟି ସିଏ ହନିମୁନ ଯାଇଥିଲେ। ଆଉ ହନିମୁନ ଯିବା ପରେ ସେମାନେ ଦି ଜଣଙ୍କର ମାନେ ମିଳନ ହେଇପାରିଲାନି। ଅନୁଭବ ମହାନ୍ତିଙ୍କର ଯୋଉ ପିଟିସନରେ କୋର୍ଟରେ ଲେଖା ହେଇଥିଲା ସେଇଟାକୁ ଅନୁସାରେ ଫଲୋ କରି ମୁଁ କଥା ହଉଛି। ଆପଣ ମାନେ ଭାବିବେନି ଯେ ମନ ଗড়ା କାହାଣୀ କହୁଛି, ମୁଁ ଟୋଟାଲି ଇନଫର୍ମେସନ ନେଇକି କଥା ହଉଛି ହେଲା। ତାପରେ କଥା ହେଲା କଣ ନା ଆସିଲା କିଏ ଜାଗୃତି। ଅନୁଭବ ମହାନ୍ତି ଜାଗୃତି ଶୁକ୍ଲାଙ୍କ ବିଷୟରେ ତ ଆପଣ ମାନେ ବେଶ ଭଲସେ ଜାଣିଥିବେ ଯେ ସେମାନେ ଦି ଜଣ ବାନ୍ଧବୀ ଥିଲେ। ଆଉ ଏମାନଙ୍କ କଳି ଚାଲୁ ହେଲା କେବେଠୁ 2014ରୁ 3-4 ମାସ ପରେ ଏମାନଙ୍କର କଳି ଚାଲୁ ହେଲା। କାହିଁକି ନା ବର୍ଷା କୁଆଡେ ଅନୁଭବକୁ ଶାରୀରିକ ସମ୍ପର୍କ ରଖିବାକୁ ଦଉନଥିଲେ। ଦି ଜାଗାରେ ଯାଇଥିଲେ, ଗୋଟେ ଯାଇଥିଲେ ଦିଲ୍ଲୀ ଟୁରରେ ଯାଇଥିଲେ, ହନିମୁନରେ ଯାଇଥିଲେ, ତାପରେ ଆଉ ଗୋଟେ କୋଉଠି ଯାଇଥିଲେ ଆମେରିକା, ସେଠି ବି ହେଇପାରିଲାନି। ବର୍ଷାଙ୍କର ପ୍ରୋବ୍ଲେମ କଣ ନା ବାତାବରଣର ପ୍ରୋବ୍ଲେମ, ବାତାବରଣ ଭଲ ନୁହଁ, ଏଇଠି ମୋର ମିଳନ ହେଇପାରିବନି। ଅନୁଭବ ମହାନ୍ତିଙ୍କ ଗୋଟେ ଥିଙ୍କିଂ ରହିଲା କଣ ଆମେ ସିଧା ଆମ ଗାଁକୁ ପଳେଇବା, ହେଇପାରୁନି, ସାୟଦ ଗାଁରେ ଗଲେ ହେଇଯିବ, ବାତାବରଣ ଭଲ ଥିବ ଆମ ଗାଁରେ। ଏହାକୁ ଦେଖି ଅନୁଭବ ମହାନ୍ତି ସିଧା ବରିଆ ଭିତରେ ଉଠେଇ ଆମେରିକାରୁ କୋଉଠି ଆମ କଟକ ପଳେଇ ଆସିଲେ। କଟକ ପଳେଇ ଆସିଲା ପରେ ଭାବିଥିଲେ ଅନୁଭବ ମହାନ୍ତି ଯେ ଏଠି ବି ଆମ ଦି ଜଣଙ୍କର ମିଳନ ହେଇଯିବ। ଭାଇ ଏଠି ବି ହେଲାନି ତ ଗୋଟେ ପୁରୁଷ କେତେ ଟର୍ଚର ସହିବ, ବାହା ହେଇକି କେତେ ଟର୍ଚର ସହିବେ? ଆପଣ ମାନେ ନିଜେ ଭାବ ଆପଣଙ୍କ କଥା, ଆପଣ କରିପାରିବେ ଏମିତି ବାହା ହେଇକି ଭଲ ଭଲ ଜାଗାରେ ଯାଇକି ତ ହନିମୁନ ଯାଇକି ଭଲ ଭଲ ଜାଗାରେ ସେସବୁ ଜାଗାରେ ମିଳନ ହେଇପାରିଲାନି ତ ଆପଣ କେମିତି କରିବେ? ଆପଣ ରହିପାରିବେ, ଧୈର୍ଯ୍ୟ ଧରି ରଖିପାରିବେ? ତଥାପି ଅନୁଭବ ମହାନ୍ତି ବହୁତ ଟର୍ଚର ସହିଛନ୍ତି ବର୍ଷାଙ୍କଠୁ। ଭାଇ ମୁଁ ଏହା ବର୍ଷାକୁ ନେଇ କି ଅନୁଭବଙ୍କ ସପୋର୍ଟରେ କି ବର୍ଷାଙ୍କ ସପୋର୍ଟରେ କଥା ହଉନି, ଯୋଉଟା ରିଆଲିଟି ପିଟିସନରେ କୋର୍ଟ ଯୋଉଟା ସାଜେଷ୍ଟ କରିଛନ୍ତି ସେଇଟାକୁ ଫଲୋ କରି ମୁଁ କଥା ହଉଛି। ତାପରେ କଣ ହେଲା, ଅନୁଭବ ମହାନ୍ତିଙ୍କର ତ ମୁଣ୍ଡରେ ଗୋଟେ ଥିଙ୍କିଂ ଯେ ମୋର ସହିତ ଶାରୀରିକ ସମ୍ପର୍କ କାହିଁ କରୁନାହାନ୍ତି। ଇଏ କରି ଦି ଜଣଙ୍କ ଭିତରେ ବହୁତ ଦ୍ୱନ୍ଦ୍ୱ ଚାଲା ଏମିତି 4 ମାସ ହେଇଗଲା, 4-5 ମାସ ଏମିତି ହେଇଗଲା। ହେଇଗଲା ପରେ ତାଙ୍କର ଅନୁଭବ ମହାନ୍ତି ଜଣେ ଗୋଟେ ସାଂସଦ ଥିଲେ, ସେ ଦିଲ୍ଲୀରେ ଯାଉଥିଲା ତାଙ୍କ କାମ ପାଇଁ। ସେଠି ଦେଖା ହେଲା ମିଠା ପିଲା କଣ ମିଠା ପିଲା କାହା ସହିତ ନା ଜାଗୃତି ଶୁକ୍ଲାଙ୍କ ସହିତ। ସେତେବେଳେ ସେମାନେ ଫ୍ରେଣ୍ଡସିପ ହେଇନାହାନ୍ତି, ଆଉ 2020 ପରେ ଯାଇକି ଦେଖା ହେଇଥିଲା। ଆଉ ଡିଭୋର୍ସ କେବେ ହେଇଛି 2021ରେ, ଅନୁଭବ ମହାନ୍ତିଙ୍କ ସହିତ 2021ରେ ସେମାନେ ଦୁଇ ଜଣଙ୍କ ଡିଭୋର୍ସ ହେଇସାରିଛି। ତାପରେ ଆସିଛି ଜାଗୃତି ଶୁକ୍ଲା। ଜାଗୃତି ଶୁକ୍ଲା ସହିତ ସେତେ ପର୍ଯ୍ୟନ୍ତ ଯେ ତାଙ୍କର ଭଲ ବନ୍ଧୁତା ଥିଲେ, ଏ ନା କି ଯେ ଭଲ ପାଉଥିଲେ, ଭଲ ପାଉନଥିଲେ, ଏଇଟା ମିଛ କଥା। ଭଲ ପାଉନଥିଲେ, ଦୁଇ ଜଣଙ୍କ ସହିତ ଭଲ ବନ୍ଧୁତା ଥିଲେ, ବନ୍ଧୁତାରୁ ଆଜି ସେମାନେ ଦି ଜଣ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ଭାଇ ଏଠି ସମ୍ପୂର୍ଣ୍ଣ ଦୋଷ କହିବାକୁ ଗଲେ ବର୍ଷା ବିଦେଶୀ। କିଛି ଲୋକ ଆସି ମତେ ବହୁତ ଗାଳି କରିବେ, ଏମିତି ଗାଳି ତ ମୁଁ ବହୁତ ଶୁଣିଛି, କିନ୍ତୁ ଯୋଉଟା ରିଆଲିଟି ହେଇଛି ତାହା ମୁଁ ଆଜି ଖୋଲି କହୁଛି, ଟୋଟାଲ ରିସର୍ଚ୍ଚ କରି ମୁଁ ଆଜି ଏ କଥା କହୁଛି। କିଛି ଲୋକ ଅଛି ମତେ ଗାଳି କରିବେ ତ କରିବେ, ମୁଁ ଜାଣିଛି, ହେଲେ ଭାଇ ଗାଳି କର ଯାହା କର, ସତ କଥା ମୁଁ ରଖିଦେଲି। ବର୍ଷାଙ୍କ ପୁଳାଏ ଦୋଷ। ଯେତେବେଳେ ଗୋଟେ ଝିଅ ବାହା ହେଇକି ନିଜ ଘର ଛାଡି ପର ଘରକୁ ଆସେ, ସେଥିରେ ତାଙ୍କ ମନରେ ଗୋଟେ ଚିନ୍ତାଧାରା ଥିବା ଦରକାର ଯେ ମୁଁ କାହା ଘରକୁ ଆଇଛି ବୋଲି, ଏତିକି ଚିନ୍ତାଧାରା ଥିବା ଦରକାର। କିନ୍ତୁ ବର୍ଷା ସେଟା କଲେନି, ବର୍ଷାଙ୍କୁ ପୁରା ଫ୍ରିଡମ ଦରକାର। ସେ ଏକୁଟିଆ ରହିବା ପାଇଁ ଚାହୁଁଥିଲେ ବର୍ଷା ଟୋଟାଲି ଏକୁଟିଆ ରହିବା ପାଇଁ ଚାହୁଁଥିଲେ। ଭାଇ କିଏ ଚାହିଁବେ ଯେ ବାପା ବୋଉକୁ ଛାଡିକି, କୋଉ ପୁଅ ଚାହିଁବେ ଯେ ବାପା ବୋଉକୁ ଛାଡିକି ମୁଁ ଏକୁଟିଆ ୱାଇଫକୁ ନେଇ ରହିବି? କିଏ ଚାହିଁବେନି? ହେଲେ ଏଠି ବର୍ଷା ସେଇଟା କରିବାକୁ ଫୋର୍ସ କରୁଥିଲେ ବାରମ୍ବାର, ତୁ ମତେ ଏକୁଟିଆ ରହିବାକୁ ଦିଅ। କାହାକୁ ଦେଖଭାଲ କରୁନଥିଲେ, ତାଙ୍କ ଶ୍ୱଶୁରକୁ ମାରିଦେଲେ ବର୍ଷା ଏକୁଟିଆ କହିଲେ ଚାଲେ। ବର୍ଷା ନିଜ ଶ୍ୱଶୁରଙ୍କ ବେକ ଚିପିକି ମାରିଛି କହିଲେ ଚାଲେ ହେଲା। ତାପରେ ହେଲା ଦି ଜଣଙ୍କର ଡିଭୋର୍ସର କାରନାମା ଚାଲିଲା କୋର୍ଟରେ, ଘୋଷଣା ଘୋଷିକି ରଗଡାରଗଡି କୋର୍ଟରେ ହେଲା ପରେ ଦି ଜଣଙ୍କର ଛାଡପତ୍ର କମ୍ପଲସରି ହେଇସାରିଲା। ଅନୁଭବ ମହାନ୍ତିଙ୍କୁ ଆଶ୍ୱସ୍ତି ମିଳିଥିଲା ସେତେବେଳେ। ଅନୁଭବ ମହାନ୍ତି ସାଧାରଣ ଲୋକଙ୍କ ଭିଡିଓରେ ଆସି କହୁଥିଲେ ଯେ ମୁଁ ଏବେ ବହୁତ ଶାନ୍ତି ଫିଲିଂ କରୁଛି, ବହୁତ ବଢିଆ ଫିଲିଂ କରୁଛି, ମୁଁ ସାଟିସ୍ଫାଇଡ୍ ହେଇଛି, ମୁଁ ସକ୍ସେସ ହେଇଛି, ବହୁତ ଖୁସି ଥିଲେ ସେଇ ସମୟରେ। କାହିଁକିନା ଗୋଟେ ନାରୀ ସହିତ ଗୋଟେ ନାରୀ ଏତେ ଟର୍ଚର କରୁଥିଲା, ସେ ପୁଅ ଧୈର୍ଯ୍ୟ ଧରି ରହୁଥିଲା, ଏତିକି ମାନିବାକୁ ପଡିବ ଅନୁଭବ ମହାନ୍ତିଙ୍କୁ। ଖାଲି କିଛି ଲୋକ ଅଛି ଅନୁଭବ ମହାନ୍ତିକୁ ଘୃଣା କରୁଛନ୍ତି, ବାକି ଲୋକ ଦେଖ ଏତେ ସବୁ ଟର୍ଚର ହେଇସାରିଲା ପରେ ବି ଅନୁଭବ ମହାନ୍ତି ଗୋଟେ ଫିଲ୍ମ କଲା ମାନେ ସାଙ୍ଗେ ସାଙ୍ଗେ ସେ ଫିଲ୍ମରେ ସେ ଦେଖେଇଦେଲେ ଯେ ମତେ କେତେ ଲୋକ ଚାହୁଁଛନ୍ତି ବୋଲି ଦେଖେଇଦେଲେ। ଆଉ ବର୍ଷାକୁ ଦେଖ ତା ଭିତରେ କେତେଟା 3ଟା ଫିଲ୍ମ ଆଣିଲେ, ସବୁ ଗୋଟିଏ ଟପିକ ନେଇ ବନେଇଛି, ପୁରୁଷ କେମିତି ନାରୀକୁ ଟର୍ଚର କରୁଛି। ହେଲେ କୋଉ ଫିଲ୍ମରେ ନାହିଁ ଯେ ନାରୀ କେତେ ପୁରୁଷକୁ ଟର୍ଚର କରୁଛି, କୋଉ ଫିଲ୍ମରେ ନାହିଁ। ଆପଣ ମାନେ ଦେଖିଥିବେ
তাহলে ଆପଣ ନିଜେ ଜାଣିଥିବେ। ତ ଭାଇ ବେଶୀ କହିବିନି, ଭିଡିଓ ବହୁତ ଲମ୍ବା ହେଇଯିବ ଯଦି ଏମାନଙ୍କ ଦୁଇ ଜଣଙ୍କୁ ନେଇ କହିବି, ଭିଡିଓ ବହୁତ ଲମ୍ବା ହେଇଯିବ। ସେଥିପାଇଁ ମୁଁ ଏତିକି କହିବି, ଏଭଳି ଭିଡିଓ ବନାନ୍ତୁନି, ଏଭଳି ଭିଡିଓ ଜମା ବନାନ୍ତୁନି। ଯେ କି ବର୍ଷାଙ୍କର ପ୍ରେଗନେଣ୍ଟ ହେଇସାରିଛି, ବର୍ଷାଙ୍କ ପେଟରେ କାହାର ଛୁଆ ଅଛି। ଭାଇ ତମେ ନୁହଁ ଏଠି ଜଜ୍ କରିବ ଯେ ବର୍ଷାର ପେଟରେ କାହାର ଛୁଆ ଅଛି କଣ ନାହିଁ। ସେମାନେ ଏବେ ଡିସାଇଡ୍ କରିନି, ବର୍ଷା ଯାଏଁ ଡିସାଇଡ୍ କରିନି। ବହୁତ ସାରା ଭିଡିଓ ଏମିତି ଅଛି ଯେ କି ବର୍ଷାଙ୍କ ମ୍ୟାରେଜ ବି କରିଦଉଛନ୍ତି। କଣ କହିବି ଆଜ୍ଞା, ଭିଡିଓ ବନାଅ, ଗୋଟେ ମୁଦାର ବନାଅ, ଭଲସେ ବନାଅ। ମୁଁ ବି ଏମିତି ବହୁତ ଖର୍ଚ୍ଚ ଭିଡିଓ ବନେଇଛି, ନିଜକୁ ମାନୁଛି। ହେଲେ ଏବେ ଯୋଉଟା ସତ ମୁଁ ସେଇଟା କହିବି। ଯାହାର ଜଳୁଛି ଗାଣ୍ଡରେ ଜଳନ୍ତୁ, ମୋର କିଛି ଯାଏ ଆସେନି। ଅନୁଭବ ମହାନ୍ତି ସଚ୍ଚୋଟ ପଥରେ ଚାଲୁଛନ୍ତି ଆଉ ଚାଲିବ ବି। ଖରାପ କିଛି କହିନାହାନ୍ତି, କୋଉ ଜାଗାରେ ଖରାପ କହୁନାହାନ୍ତି। ତାଙ୍କର କଥା ଶୁଣିଲେ ଜଣା ପଡେ, ଗୋଟେ ପୁରୁଷ ହଉ ଗୋଟେ ସ୍ତ୍ରୀ ଲୋକ ହଉ, ତାଙ୍କର ମୁହଁର କଥା ଶୁଣିଲେ ଜଣା ପଡେ ଯେ ସେ କୋଉ ଲେଭେଲରେ ଚାଲୁଛି, କୋଉ ଜାଗାରେ କୋଉ ଷ୍ଟାଣ୍ଡାର୍ଡରେ ଚାଲୁଛି, ଖରାପ ବାଟ ନା ଭଲ ବାଟ। ତ ବର୍ଷା ଯୋଉ ଭଳି ଭାବରେ ଏବେ କଥା ହଉଛନ୍ତି ନା, ଏମିତି ଲାଗିବ କି ଯେ ମହୁ ଝରୁଛି କଥାରେ, କିନ୍ତୁ ସେ ମହୁ ଯିଏ ବି ଖାଇବ ନା ସେ ବିଷୟରେ ପରିଣତ ହେଇଛି। ଯାହା ଅନୁଭବଙ୍କ ଭିତରେ ହେଇଛି, ସହିତ ହେଇଛି। ତ ଯାହା ହଉ, ଭିଡିଓ ମୁଁ ବହୁତ ଲମ୍ବା କରିବିନି, ଆପଣମାନଙ୍କର ସମୟ ନେବିନି। ଭିଡିଓ ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ, ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ କରିଦେବେ, ଆଉ ଭାଇଙ୍କୁ ସପୋର୍ଟ ଏମିତି ବଜାୟ ରଖିବେ। ତ ଚାଲନ୍ତୁ, ଭିଡିଓ ଆଜି ପାଇଁ ଏତିକି, ଦେଖା ହବ ଆଉ ନୂଆ ଭିଡିଓରେ। ସେ ପର୍ଯ୍ୟନ୍ତ ରହିଲି, ଜୟ ଜଗନ୍ନାଥ।